ଶାଶୁଘରେ ପ୍ରଥମ ରୋଷେଇରେ ନିଜ ହାତରେ କ୍ଷୀରି ବନାଇ ଖୁଆଇଲେ ଅର୍ଚ୍ଚିତା। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ପାଇଁ ଅର୍ଚ୍ଚିତା ଓ ମନୋଜଙ୍କ ବାହାଘର ହୋଇସାରିଛି। ତେବେ ମନୋଜଙ୍କ ସ୍ତ୍ରୀ ହୋଇ ଯେତେବେଳେ ସେ ଶାଶୁଘରକୁ ଯାଇଛନ୍ତି, ସେତେବେଳେ ଅର୍ଚ୍ଚିତା ତାଙ୍କ ପ୍ରଥମ ରୋଷେଇରେ ନିଜ ହାତରେ କ୍ଷୀରି ଆଉ ଚକୁଳି ପିଠା ବନାଇ ତାଙ୍କ ପରିବାର ଲୋକଙ୍କୁ ଖୁଆଇବାକୁ ଦେଇଥିବାର ଦେଖିବାକୁ ମିଳିଛି। ତେବେ ଦର୍ଶକ ବନ୍ଧୁ, ମନାଯାଏ କି ଗୋଟେ ଝିଅ ଯେତେବେଳେ ବାହା ହୋଇ ନିଜ ଶାଶୁଘରକୁ ଯାଇଥାଏ, ସେଠି ସମସ୍ତଙ୍କ ସହିତ ସମ୍ପର୍କ ମଧୁର ରଖିବା ପାଇଁ ପ୍ରଥମ ଖାଦ୍ୟ ରୋଷେଇଟି ସେ ମିଠାରୁ ହିଁ ଆରମ୍ଭ କରିଥାଏ। ତେବେ ସେହିଭଳି ଭାବରେ ଦେଖିବାକୁ ମିଳିଥିଲା କି ଅର୍ଚ୍ଚିତା ମଧ୍ୟ ନିଜ ଶାଶୁଘର ରହି ପ୍ରଥମ ରୋଷେଇରେ କ୍ଷୀରି ବନାଇଛନ୍ତି। ତେବେ ଦର୍ଶକ ବନ୍ଧୁ, ସେ ଖାଲି କ୍ଷୀରି ବନାଇ ନାହାନ୍ତି, ଏଥିସହ ଅନେକ ପ୍ରକାର ଖାଇବାର ଖାଦ୍ୟ ମଧ୍ୟ ବନାଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଏଥିରେ ତାଙ୍କୁ ସପୋର୍ଟ କରିଥିଲେ ତାଙ୍କର ନଣନ୍ଦ ଆଉ ତାଙ୍କର ଶାଶୁ। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ପାଇଁ ନିଜ ଶାଶୁଘରେ ଝିଅ ଭଳି ଚଳୁଛନ୍ତି ଅର୍ଚ୍ଚିତା। ସେଠି ସେ ଡ୍ରେସ୍ ମଧ୍ୟ ପିନ୍ଧୁଥିବାର ନଜର ଆସିଛନ୍ତି। ତେବେ ଅର୍ଚ୍ଚିତାଙ୍କୁ ସମସ୍ତେ ସପୋର୍ଟ କରନ୍ତି ଆଉ ସମସ୍ତେ ମଧ୍ୟ ବେଶ ଭଲ ପାଆନ୍ତି। ତେବେ ମନୋଜ ଅର୍ଚ୍ଚିତାଙ୍କୁ ମଧ୍ୟ ଦୁହିଁକୁ ବେଶ ଭଲ ପାଆନ୍ତି ଓ ସପୋର୍ଟ ମଧ୍ୟ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଅର୍ଚ୍ଚିତା ଯେତେବେଳେ ମନୋଜଙ୍କ ସ୍ତ୍ରୀ ହୋଇ ତାଙ୍କ ଘରକୁ ଆସିଛନ୍ତି, ତାଙ୍କ ଘର ମଧ୍ୟ ସମ୍ଭାଳୁଛନ୍ତି, ଗୋଟେ ଓଡ଼ିଆ ଘରର ବୋହୂ ଭାବେ ଚଳୁଛନ୍ତି ଆଉ ଘରର ସମସ୍ତଙ୍କର ଦାୟିତ୍ୱ ମଧ୍ୟ ବୁଝୁଛନ୍ତି, ନିଜ ଶାଶୁଙ୍କ ସେବା ମଧ୍ୟ କରୁଛନ୍ତି, ନିଜ ହାତରେ କ୍ଷୀରି ବନାଇ ସମସ୍ତଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ, ବାହାଘର ପରେ ପ୍ରଥମ ରୋଷେଇରେ ଅଭିନେତ୍ରୀ ଅର୍ଚ୍ଚିତା କ୍ଷୀରି ବନାଇ ସମସ୍ତଙ୍କ ମୁହଁକୁ ମିଠା କରିଛନ୍ତି ଆଉ ତାଙ୍କ କ୍ଷୀରି ଖାଇ ସମସ୍ତଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଦର୍ଶକ ବନ୍ଧୁ, ଅର୍ଚ୍ଚିତା ଓ ମନୋଜକୁ ଆପଣମାନେ ପୁଣି ଥରେ ଯଦି ଅଭିନୟ ଦୁନିଆ ଦେଖିବା ପାଇଁ ଚାହାନ୍ତି, ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ।